ଜୟ ଜଗନ୍ନାଥ ଦର୍ଶକ ବନ୍ଧୁ ଦେଖନ୍ତୁ ଆମର ସୁଭଦ୍ରା ଯୋଜନା ଗୋଟେ ନୂଆ ଅପଡେଟ୍ ଆସିଛି। କ'ଣ କି ଯେମିତି ଆପଣମାନେ ସିଏସ୍ ସେଣ୍ଟରରେ ଯେମିତି ଯାଇକିରି ଭିଡ଼ ଲଗାଉଛନ୍ତି, ବହୁତ ଲୋକ ହଇରାଣ ହେଉଛନ୍ତି। ତେଣୁ ସେଥିପାଇଁ ସରକାର ବିଧିବଦ୍ଧ ଭାବେ ଘୋଷଣା କରିଛନ୍ତି ଆମର 17 ତାରିଖ ସେପ୍ଟେମ୍ବର 17 ତାରିଖରେ ଆମର ମିଳିବା କଥା କ'ଣ ସୁଭଦ୍ରା ଯୋଜନା। ଆପଣମାନଙ୍କର ଡାଉଟ୍ ଥିବ, ତେଣୁ ଆପଣମାନେ ଭାବୁଥିବେ 17 ତାରିଖ ପରେ ତ ମୁଁ ଆପ୍ଲାଏ କଲେ ମୋର ମିଳିବନି। କିନ୍ତୁ ଏଥିପାଇଁ ଆମର ଉପମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି କି ଯେମିତି ହେଲେ ସମସ୍ତ ହିତାଧିକାରୀକୁ ମିଳିବ। ଏଇଆ 17 ତାରିଖରେ ମିଳିବ। ଯେଉଁମାନେ ଆଗୁଆ କରିଥିବେ, ଯେଉଁମାନେ ପଛରେ କରିବେ ସେମାନଙ୍କୁ ପଛରେ ମିଳିବ। 17 ତାରିଖ ପରେ ବି କ'ଣ ରେଜିଷ୍ଟ୍ରେସନ ଚାଲୁ ରହିବ। ଆପଣମାନେ ବ୍ୟସ୍ତ ନ ହୋଇ ଅଯଥାରେ ସିଏସ୍ ସେଣ୍ଟର ଆଧାର କେନ୍ଦ୍ରରେ ଗହଳ କରନ୍ତୁ ନାହିଁ, ଯାହାଫଳରେ ସମସ୍ତେ ହଇରାଣ ହେଉଛନ୍ତି। ତେଣୁ ଆପଣମାନଙ୍କୁ ବିନମ୍ର ଅନୁରୋଧ ରହିଲା, ଆପଣମାନେ ବ୍ୟସ୍ତ ନ ହୋଇ ଧୀର ସ୍ଥିର ଭାବରେ ଆପ୍ଲାଏ କରନ୍ତୁ। ଆଧାର କାର୍ଡ଼ରେ ଯେଉଁ ମୋବାଇଲ ନମ୍ବର ଲିଙ୍କ ଆଉ ଅପଡ଼େଟ୍ ଏଗୁଡ଼ାକ ପଛରେ କଲେ ବି ଚଳିବ। ଯଦି କରୁଛନ୍ତି ଭଲ, କିନ୍ତୁ ଯଦି ନ କରିପାରୁଛନ୍ତି ପଛରେ କଲେ ଭଲ। ଆମର କୌଣସି ଗହଳ କରନ୍ତୁ ନାହିଁ। କାଲି ପୋଷ୍ଟାଲ ଅଫିସରେ ଗଲାବେଳକୁ ପ୍ରବଳ ଭିଡ଼, ତାଙ୍କ ଭିତରେ ବାଡ଼ିଆ ବାଡ଼ି, କିଏ ଆଗ କରିବ କିଏ ପଛରେ କରିବ। ତେଣୁ ଆପଣମାନେ ଧୈର୍ଯ୍ୟର ସହ ନିକଟସ୍ଥ ସିଏସ୍ ସେଣ୍ଟରକୁ ଯାଆନ୍ତୁ, ଜନସେବା କେନ୍ଦ୍ରକୁ ଯାଆନ୍ତୁ। ସେଇଠାରେ ଆପଣ ନିଃଶୁଳ୍କ ମାନେ ବିନା କୌଣସି ପଇସାରେ ଆପ୍ଲାଏ କରନ୍ତୁ। ଯଦି ସେ ମାଗିଲା ଆପଣ ଟୋଲ୍ ଫ୍ରି ନମ୍ବରରେ କମ୍ପ୍ଲେନ୍ କରିପାରିବେ। ଯଦି ଆପଣ ଡେଟ୍ ପରେ 17 ତାରିଖ ପରେ ଆପ୍ଲାଏ କରିବେ, କିଛି ଆର ଶେଷ ତାରିଖ ନାହିଁ, ଏମିତି ଆପ୍ଲାଏ କରୁଥିବେ। ଆମର ଉପମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କି ଏଇଟା ଶେଷ ତାରିଖ ଆର ନାହିଁ, ଆପଣ ଯେପର୍ଯ୍ୟନ୍ତ ପକାଇ ପାରିବେ ଏହା ଆପଣଙ୍କୁ ପଛରେ ପଇସା ମିଳିବ। ଯେମିତି ହେଲେ ପ୍ରଥମ କିସ୍ତି ପଇସା ମିଳିବ। ତେଣୁ ଆପଣ ବ୍ୟସ୍ତ ନ ହୋଇ ସିଏସ୍ ସେଣ୍ଟରରେ ଯାଇକି ଗହଳ କରନ୍ତୁ ନାହିଁ, ଟାଇମ୍ ବର୍ବାଦ କରନ୍ତୁ ନାହିଁ। ଲୋକ ସକାଳୁ ଆସି ଦିନ 2ଟା 3ଟା 4ଟା ସନ୍ଧ୍ୟା ଯାଏଁ ଭୋକ ଉପାସରେ ଅପେକ୍ଷା କରନ୍ତୁ ନା। ଆମକୁ ଆଗୁଆ କହିନଥିଲେ ଏବେ କହୁଛନ୍ତି ନାଇଁ, ସେଇଟା ତାଙ୍କର ଦରକାର, ତାଙ୍କର ଫର୍ମାଲିଟି ପାଇଁ ଦରକାର। ତେଣୁ ଆପଣମାନେ ବ୍ୟସ୍ତ ହୋଇ ସକାଳୁ ଯାଇକି ସନ୍ଧ୍ୟାବେଳେ ଯାଇ ବସିବେ, ସେ ଆପଣଙ୍କର ଭୁଲ। ତେଣୁ ଏଥିରେ ବ୍ୟସ୍ତ ନାହିଁ, ଧୀରେ ସ୍ଥିର ଭାବରେ ଆପ୍ଲାଏ କରନ୍ତୁ। ସିଏସ୍ କେନ୍ଦ୍ରରେ ବହୁତ ଗହଳ ରହୁଛି, ତେଣୁ ଆପଣମାନେ ବିନା କୌଣସି ପଇସା ନ ଦେଇ ଧୀର ସ୍ଥିର ଭାବରେ ଆପ୍ଲାଏ କରନ୍ତୁ। ଆମର ନୂଆ ଅପଡ଼େଟ୍ ଆସିଛି ଯେ କି ଆପଣଙ୍କୁ କୌଣସି ଡକୁମେଣ୍ଟ ଦରକାର ହେବନି, କେବଳ ଆଧାର କାର୍ଡ଼ ଆଉ ଫର୍ମଟା ଠିକ୍ ଭାବରେ ଫିଲ୍ଅପ୍ କରିଥିବେ। ଯଦି ଆଧାର କାର୍ଡ଼ କୌଣସି ଭୁଲ ଭାଲ ଚେଞ୍ଜ କରିବେ, ନହେଲେ କିନ୍ତୁ ଏବେ ଆପ୍ଲାଏ କରିଦିଅନ୍ତୁ, ପଛରେ ବି ଅପଡ଼େଟ୍ କରିପାରିବେ। ଫୋନ୍ ନମ୍ବର ଲିଙ୍କ ପଛରେ ବି କରିପାରିବେ। ଇଏ ଏତେ ନିହାତି ଜରୁରୀ ନୁହେଁ। ତେଣୁ ଆପଣ ଅଯଥାରେ ଗହଳ ନ କରି ସମସ୍ତଙ୍କୁ କାର୍ଯ୍ୟରେ ହଇରାଣ ନ କରି ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ। ଦେଖନ୍ତୁ, ଇଏ ହେଲା ଆମର ସୁଭଦ୍ରା ଯୋଜନା ସରକାରଙ୍କ ତରଫରୁ ଆସିଛି, ସମସ୍ତଙ୍କୁ ମିଳିବ। ଶେଷ ହିତାଧିକାର ଯେପର୍ଯ୍ୟନ୍ତ ଯୋଗ୍ୟ ହିତାଧିକାର, ଆପଣଙ୍କର ଯୋଗ୍ୟତା ନଥିବ, ଆପଣ ଇନକମ୍ ଟ୍ୟାକ୍ସ ଦେଉଥିବେ, 1500 ଅଧିକ ପାଉଥିବେ, ତାହେଲେ ଆପଣ ମିଳିବ କି ମିଳିବନି। ତେଣୁ ଶେଷ ଯୋଗ୍ୟ ହିତାଧିକାରୀମାନଙ୍କୁ ଶେଷ ତାରିଖ ଯାଏଁ ତାର କିଛି ନାହିଁ, ଯେତେବେଳେ ଆପଣ ଆପ୍ଲାଏ କରିପାରିବେ ଆପଣଙ୍କୁ ମିଳିବ। ଏହା ଟିକେ ଲେଟ୍ ହେଇପାରିବ, କି ଆଗୁଆ ପାଇବ କି ପଛରେ ପାଇବ, ଅସୁବିଧା କିଛି ନାହିଁ। ତେଣୁ ଆପଣ ଏମିତି ଆଗୁଆ ଯାଇ ମୁଁ ଆଗୁଆ ଯାଇ ଆପ୍ଲାଏ କରିଦେବି, ମୋତେ ଆଗ ମିଳିଯିବ। ଆରେ ଯେତେବେଳେ ଆପ୍ଲାଏ କରିବେ ମିଳିବ। ତେଣୁ ଆପଣମାନେ ବ୍ୟସ୍ତ ନ ହୋଇ ସିଏସ୍ ସେଣ୍ଟରରେ, ଜନସେବା କେନ୍ଦ୍ରରେ ଆପଣ ଅଯଥା ଗହଳ କରନ୍ତୁ ନାହିଁ। ଅଙ୍ଗନବାଡ଼ି ଦିଦିଙ୍କ ଠାରୁ ଆପଣ ଫର୍ମ ବିନା ମୂଲ୍ୟରେ ଆଦାୟ କରନ୍ତୁ। ଯଦି ସେ କୌଣସି ପଇସା ଡିମାଣ୍ଡ କରୁଛି ଟୋଲ୍ ଫ୍ରି ନମ୍ବରରେ ଜଣାନ୍ତୁ, ତାଙ୍କ ଏଗନେଷ୍ଟରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ମୁଖ୍ୟମନ୍ତ୍ରୀ ଆମର କହିସାରିଛନ୍ତି। ତେଣୁ ଆପଣମାନେ କୌଣସି ବ୍ୟସ୍ତ ନ ହୋଇ ଆପଣ କ'ଣ ନୂଆ ଅପଡ଼େଟ୍ ସହ ସଠିକ୍ ଡାଟା ଉପରେ ନିର୍ଭର କରନ୍ତୁ।